लग रही थी बुआ जी। କେମିତି ହେଇଛି କହ? Very nice. ଖାଇକିରି କହ। Very nice. ନ ଖାଇକିରି କାହିଁ କହୁଛୁ? ଖାଇକିରି କହ। ଏଟା କ'ଣଟା? ଏଗଟା ଭଲ ହେଇଛି? ଟେଷ୍ଟ କେମିତି ହେଇଛି? ଭଲ ହେଉଛି? ଚିକେନ୍ ମଞ୍ଚାଉ ସୁପ୍ ପାଇଁ ଆମେ ଗୋଟେ ବଡ଼ ଗାଜରଟେ ନେଇଯିବା। ମିଡ଼ିୟମ୍ ସାଇଜ୍ର ଗାଜର ଗୋଟେ ନେଇଯିବା। ବନ୍ଧାକୋବି ଛୋଟିଆଟେ ନେଇଯାଇଥିବା। ଆମେ ନେଇଯାଇଥିବା 6-7ଟା ବିନ୍ସ, କଞ୍ଚା ଲଙ୍କା 2-3ଟି। ଆମେ ନେଇଥିବା 6-7ଟା ରସୁଣ ଆଉ ଆମେ ନେଇଯିବା ଅଦା ଟୁକୁଡ଼ା ଖଣ୍ଡେ। ସବୁ କାଟିକିରି ଆମେ ଛୋଟ ଛୋଟ ପିସ୍ କରିକି ରଖିଦେବା। ଚିକେନ୍ର ଗୋଟେ ବୋନଲେସ୍ ଚିକେନ୍ ନେଇଥିବା, ତାକୁ ବି ଛୋଟ ଛୋଟ କରିକିରି କାଟିକିରି ରେଡ଼ି କରି ରଖିଦେବା। ଆମେ ଗୋଟେ କରେଇରେ 1 ଚାମଚ ତେଲ ନେଇଯିବା। ସେଥିରେ କ'ଣ କରିବା, ଚିକେନ୍କୁ ଯେଉଁ କାଟିକିରି ଆମେ ରଖିଛେ ହାଲକା ଟିକେ ଭାଜିକିରି କାଢ଼ି ଆଣିବା। ତାପରେ ଆଉ 1 ଚାମଚ ତେଲ ଦେଇକିରି ସେଥିରେ ଦେଇଦେବା କଟା ରସୁଣ ଆଉ ଅଦା। ସେ ତାପରେ ଟିକେ ଭାଜି ହେଇଗଲା ବେଳକୁ ଆମେ ପକାଇଦେବା ଯେତେ ସବୁ ପରିବାକୁ କାଟିକି ରଖିଛେ ତାକୁ ପକାଇଦେବା, ହାଲକା ଟିକେ ଭାଜିଦେବା। ଉପରେ ଗୋଲମରିଚ ଗୁଣ୍ଡ ଦେଇଦେବା। ତାପରେ ପାଣି ଆମେ 1.5 କପ୍ ଦେଇଦେବା। ପାଣି ଦେଇକିରି ଆମେ ଦେଇଦେବା ହାଲକା ଟିକେ ଲୁଣ ଦେଇଦେଲା ପରେ ସେତେବେଳେ ଟିକେ ଫୁଟିଯିବ ଆମେ ପକାଇଦେବା ଉପରେ ସୋୟା ସସ୍ 1 ଚାମଚ, ଚିଲି ସସ୍ 1 ଚାମଚ ଆଉ ଭିନେଗାର ଅଧା ଚାମଚ ପକାଇଦେବା। ତାପରେ ଆମେ କ'ଣ କରିବା, ଗୋଟେ ଅଣ୍ଡାକୁ ଆମେ କ'ଣ କରିବା, ଫେଣ୍ଟିକିରି ସେଥିରେ ହାଲକା ହାଲକା କରିକିରି ପକାଇବା। ତାପରେ ଅଣ୍ଡା ପକାଇଦେଲା ପରେ ଆମେ 1 ଚାମଚ ନେଇଥିବା କର୍ଣ୍ଣଫ୍ଲୋର ତାକୁ କ'ଣ କରିବା, ପାଣିରେ ଗୋଳେଇ ଦେଇଥିବା। ଆପଣଙ୍କୁ ମୁଁ ମିସ୍ କରିଯାଇଛି ଚିକେନ୍କୁ ପକାଇବାକୁ। ଆମେ ଯେତେବେଳେ ପରିବାରେ ପାଣି ଦେବା ତା ଉପରେ ଆମେ ଚିକେନ୍କୁ ବି ପକାଇ ଦେଇଥିବା। ତାପରେ ଆମେ କ'ଣ କରିବା, କର୍ଣ୍ଣଫ୍ଲୋରକୁ 1 ଚାମଚ କର୍ଣ୍ଣଫ୍ଲୋରକୁ ପାଣି ଦେଇକିରି ଗୋଳେଇକିରି ଗୋଟେ ଲିକ୍ୱିଡ଼ କରିଥିବା। ତାପରେ ଧୀରେ ଧୀରେ କରିକି ଆମେ ସେ ଯେଉଁ ବନେଇଛେ ସୁପ୍ ସେଥିରେ ପକାଇବା। ଧୀରେ ଧୀରେ ପକାଇଲା ପରେ ସେ ଗାଢ଼ା ହେଇଯିବ। ତାପରେ ତାକୁ ଉପରେ ଆଉ ଟିକେ ଗୋଲମରିଚ ଗୁଣ୍ଡ ଆଉ ଆମେ ଦେଇଦେବା ବିଟ୍ ଲୁଣ ଆପଣ ଟେଷ୍ଟ କରିକିରି ଉପରେ ପକାଇବେ। ବ୍ଲାକ୍ ସଲ୍ଟ ଆପଣ ଟେଷ୍ଟ କରିକିରି ପକାଇବେ। ତାପରେ ତା ଉପରେ ସ୍ପ୍ରିଙ୍ଗ ଓନିଅନ୍ ଥିବ, ତାକୁ ଛୋଟ ଛୋଟ କରିକିରି କାଟିକିରି ପକାଇଦେବେ। ଯେହେତୁ ୟା ନା ମଞ୍ଚାଉ ସୁପ୍, ଆମେ କିଛି ଚାଉମିନ୍ ନେଇଥିବା, ଅଳ୍ପ ଟିକେ ଚାଉମିନ୍ ନେଇଥିବା, ତାକୁ ଟିକେ ପାଣିରେ ସିଝେଇ ଦେଇକିରି କାଢ଼ି ଆଣିକିରି ତାକୁ ଭଲକରି ଡ୍ରାଏ କରିଦେବା। ତା ଉପରେ କିଛି କର୍ଣ୍ଣଫ୍ଲୋର ଗୋଳେଇକିରି ତାକୁ ମିଡ଼ିୟମ୍ ହିଟ୍ରେ ତାକୁ କଡ଼ା କରିକି ଛାଣିଦେବା। ଆମେ ଯେତେବେଳେ ସୁପ୍ ସର୍ଭ କରିବା ତା ଉପରେ ମଞ୍ଚାଉକୁ ପକାଇକିରି ସର୍ଭ କରିବା। ବହୁତ ବଢ଼ିଆ ଟେଷ୍ଟ। ଆପଣମାନେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ ଚିକେନ୍ ମଞ୍ଚାଉ ସୁପ୍।